नमो भगवते गुरुदेवाय नमो नमः। ବାସ୍ତୁରେ ବା ଘରେ କେଉଁ ଜାଗାରେ ପାର୍କିଂ ପ୍ଲେସ୍ କରିବା ବା ଗାଡ଼ି ରଖିବା, ଘରର କେଉଁ ଜାଗାରେ ଆମେ ପାର୍କିଂ ପ୍ଲେସ୍ କଲେ ବା ଗାଡ଼ି ରଖିବା ସ୍ଥାନ କଲେ ତାହା ଆମ ଘର ପାଇଁ କି ପ୍ରକାର ଫଳପ୍ରଦ ହୁଏ ଆମେ ଏ ଭିଡ଼ିଓରେ ଜାଣିବା। ଆପଣମାନଙ୍କର ପ୍ରିୟ ଚ୍ୟାନେଲ୍ ଆର୍କେ ବାସ୍ତୁ ଉପଚାର ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଆପଣଙ୍କର ଆତ୍ମୀୟ ସ୍ୱଜନମାନଙ୍କୁ ମଧ୍ୟ ସେୟାର କରନ୍ତୁ। ଫଳରେ ଯଦିଓ କୌଣସି ଭୁଲ ହେଇଥାଏ ବା ଭବିଷ୍ୟତରେ ଘର କରିବା ପାଇଁ ଚାହୁଁଛନ୍ତି ସେମାନେ ମଧ୍ୟ ସଜାଗ ହୋଇଯିବେ। ଏଇଭଳି ପ୍ଲେସ୍ରେ ଘର କଲେ ବାସ୍ତୁ ପାଇଁ ଶୁଭପ୍ରଦ ହୋଇଥାଏ। ସାଧାରଣତଃ ସବୁ ଆମେ ଦେଖାଯାଏ ଦିଗ ଅନୁଯାୟୀ ଘର, ଆପଣଙ୍କର ଯେଉଁ ଦିଗରେ ଘର ଅଛି ସେ ଦିଗ ଅନୁଯାୟୀ ଆମେ କେଉଁ ଜାଗାରେ କଲେ ହେବ। ଦିଗ ସାଧାରଣତଃ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଈଶାନ୍ୟ, ଅଗ୍ନି, ବାୟୁ, ନୈಋତ। ଯଦି ମୁଖ୍ୟ ଦ୍ୱାର ଏସବୁ ଦିଗରେ ଅଛି, 8ଟା ଦିଗରୁ ଯେକୌଣସି ଦିଗରେ ଆପଣ ଯଦି ମୁଖ୍ୟ ଦ୍ୱାର ଅଛି ତାର କେଉଁ ଜାଗାରେ ଆମେ ଗାଡ଼ି ରଖିବା ସ୍ଥାନ ବା ଗ୍ୟାରେଜ ନିର୍ମାଣ କଲେ ଭଲ ହେବ। ପ୍ରଥମେ ଆମେ ଜାଣିବା ଈଶାନ୍ୟ କୋଣ, ପୂର୍ବ ଉତ୍ତର ଦିଗ। ଏ ଦିଗରେ ଯଦି ଗୃହ ଆମର ଅଛି ବା ମୁଖ୍ୟ ଫେସିଂ ଆପଣ ଅଛି ଈଶାନ୍ୟ କୋଣରେ, ଯଦି ଆପଣ ଗାଡ଼ିକୁ ବାନ୍ଧି ରଖିବା ପାଇଁ ଚାହାନ୍ତି ବା ଗାଡ଼ି ରଖିବା ପାଇଁ ଚାହାନ୍ତି, ଏହା ବାସ୍ତୁ ମତେ ବହୁତ ଅଶୁଭ ଥାଏ। ତେଣୁ ସେ ସ୍ଥାନରେ ଗ୍ୟାରେଜ ନ କରିବା ବାସ୍ତୁ ପାଇଁ ମଙ୍ଗଳପ୍ରଦ। ଯଦି ଆପଣ ଉତ୍ତର ପଶ୍ଚିମ କୋଣକୁ ଯିବେ, ବାୟୁ କୋଣ, ଏ ଜାଗାରେ ଆପଣ ଗାଡ଼ି ପାର୍କିଂ ବା ଗ୍ୟାରେଜ କରିବା ସବୁଠୁ ଭଲ ହୋଇଥାଏ। କିନ୍ତୁ ନିର୍ମାଣ ସମୟରେ ତାକୁ ଦେଖିବାକୁ ପଡ଼ିବ ଯେ ଉତ୍ତର କାନ୍ଥକୁ ଗାଡ଼ିର ଯେଉଁ ଆପଣ ଗ୍ୟାରେଜ କରିଛନ୍ତି ଯେମିତି ସ୍ପର୍ଶ ନ କରେ, ଟଚ୍ ନ କରେ ହେଲା। ଗ୍ରାଉଣ୍ଡ ଲେବୁଲ୍ କିଛି ମାତ୍ରାରେ ଫାଙ୍କା ଥିବା ଦରକାର, ହେଲେ ଶୁଭପ୍ରଦ ହୋଇଥାଏ, ନହେଲେ ଅଶୁଭ ମଧ୍ୟ ଦେଖାଥାଏ। ତାପରେ ଆସନ୍ତୁ ଜାଣିବା ଦକ୍ଷିଣ ପୂର୍ବ ଅଗ୍ନିକୋଣ। ଏହା ସବୁଠାରୁ ଉପଯୁକ୍ତ ସ୍ଥାନ, କିନ୍ତୁ କାନ୍ଥକୁ ଯେମିତି ସ୍ପର୍ଶ କରିନଥାଏ। କଲେ ଆପଣ ଯଦି ସ୍ପର୍ଶ କରୁଛନ୍ତି ଗାଡ଼ି ସାଧାରଣତଃ ଅସୁବିଧାର ସମ୍ମୁଖୀନ ହୁଏ, ବାଟରେ ଅଟକିଯାଏ ଗାଡ଼ି। ତାପରେ ଜାଣିବା ଦକ୍ଷିଣ ପଶ୍ଚିମ କୋଣ, ନୈಋତ କୋଣ। ଏହାର ସ୍ଥାନ ମଧ୍ୟ ଚଳିବ, କାରଣ ସେଟା ହେଉଛି ଭୂମିତତ୍ତ୍ୱ। ଭୂମିତତ୍ତ୍ୱରେ ମଧ୍ୟ ଓଜନ ଦେଇ ହେବ। ସେ ମଧ୍ୟ କାନ୍ଥକୁ ସ୍ପର୍ଶ ନ କରିଥିଲେ ମଧ୍ୟ ଭଲ। ଚାଲନ୍ତୁ ଜାଣିବା ଆମର ଗୃହ ନିର୍ମାଣର ଗ୍ୟାରେଜର ଉପଯୁକ୍ତ ସ୍ଥାନ। ଉତ୍ତରମୁଖା ଯଦି ଆପଣଙ୍କର ଘର ଅଛି, ଯେ ଉତ୍ତର ଫେସିଂ ଯଦି ଅଛି, ତାହେଲେ ଏହାର ସବୁଠାରୁ ଉପଯୁକ୍ତ ସ୍ଥାନ ହେଉଛି ଉତ୍ତର ପଶ୍ଚିମ କୋଣ। ଉତ୍ତରମୁଖା ଯଦି ଘର ଆପଣ କରିଛନ୍ତି, ଉତ୍ତର ପଶ୍ଚିମ କୋଣ ଯଦି ଆପଣ ଗ୍ୟାରେଜ କରନ୍ତି ତାହାର ଭଲ। କିନ୍ତୁ ସେ ଜାଗାରେ କାନ୍ଥକୁ ଗ୍ୟାରେଜ ଟଚ୍ ନ କରିଥିବା ଆବଶ୍ୟକ। ଯଦି ଆପଣଙ୍କର ଘର ପୂର୍ବ ଫେସିଂ ଅଛି, ଇଷ୍ଟ ଫେସିଂ ହାଉସ୍ ଯଦି ଆପଣଙ୍କର ଅଛି, ତାହେଲେ ଆଗ୍ନେୟ କୋଣରେ, ଦକ୍ଷିଣ ପୂର୍ବ କୋଣରେ ଆପଣ ଗ୍ୟାରେଜ କରିପାରିବେ। ପୂର୍ବମୁଖା ଗୃହ ଗ୍ୟାରେଜ ନିର୍ମାଣ ଆପଣ କରିପାରିବ, ଯେପରି ପୂର୍ବ ଦିଗ ପାଚେରୀ କାନ୍ଥକୁ ଛୁଇଁ ନଥିବ, ତାକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଯଦି ଦକ୍ଷିଣମୁଖା ଗୃହ ଆପଣଙ୍କର ଅଛି, ତାହେଲେ ଆଗ୍ନେୟ କୋଣରେ ମଧ୍ୟ ଆପଣ କରିପାରିବେ। ପୂର୍ବପଟ ପାଚେରୀ କାନ୍ଥକୁ ଲଗାଇ ଆପଣ ନିର୍ମାଣ କଲେ ଅଶୁଭ ହେବ। କାନ୍ଥକୁ କୌଣସି ଆପଣ ଘରର କାନ୍ଥକୁ ଯେମିତି ଟଚ୍ କରିନଥିବେ।
जदि पश्चिम फेसिंग आपण घर अच्छी पश्चिम मुखा घर जदि अच्छी ताहले उत्तर पश्चिम कोण बा पश्चिम पट पाचेरी कांथ को लगाई आपण घर करें किंतु उत्तर पार्श्व पाचेरी कांथ को लगाई करेंगे नहीं कले वास्तु मते क्षतिकारक होता है। गैरेज अपन तैयारी कले ये निर्दिष्ट जगार अपन दियाल तैयारी कले किंतु छिड़ा करिवार गाड़ी को छिड़ा करिवार ताहा मध्य केतटाक नियम अच्छी से नियम जानिबा कौन सी परिस्थिति रे गाड़ी को ईशान्य बा पूर्व उत्तर कोण रे रखिबा ठीक नुह उत्तर पश्चिम वायव्य कोण गाड़ी रखिबा सबुठारु उपयुक्त स्थान बोली थाए कारण से जगार गाड़ी रखिले मेंटेनेंस कम मागी थाए एवं कौन सी दुर्घटना मध्य करि न थाए। उत्तर पूर्व कोण रे भूमि तले जदि आपण करिसंती ताले भूमि तले आपण गैरेज करि पारिबे किंतु केतोटी वास्तु नियम अनुसार प्रतिकार सह आपण करि पारिबे। गाड़ी गैरेज रो रखिबा बेले जमिति गाड़ी रो मुह पूर्व बा उत्तर दिग को रहे ताकू मध्य ध्यान दबा आवश्यक। जदि गाड़ी रो मुह पश्चिम दिग कले ताहले से गाड़ी से स्थान रे कम समय रुहे बाहर बेसी जाए एवं गाड़ी रे यांत्रिक त्रुटि मध्य देखा जाए। आज एपिसोड रे हम जानिले जे घरे बा वास्तु रे गैरेज करवा स्थान कि जगह पार्किंग एवं केमिति करवा। ये वीडियो आपन को एमिति लागिला कमेंट बॉक्स रे किछि टिप्पणी देबे। आपन को अपेक्षा जय जगन्नाथ।